ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଜାତିସଂଘ ପରିଷଦରେ ଅସ୍ଥାୟୀ ସଦସ୍ୟ ଭାବେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତି ଆରମ୍ଭ କଲା ଭାରତ। ବଙ୍ଗୋପସାଗରରେ ପଶ୍ଚିମବଙ୍ଗର ମାଛଧରା ଟ୍ରଲର ବୁଡ଼ି ଘଟଣାରେ 9 ଜଣଙ୍କର ମୃତ୍ୟୁ, 6 ଜଣ ନିଖୋଜ। ଭାରତକୁ ପ୍ରତ୍ୟାବର୍ତ୍ତନ କଲା ଭିଏତନାମ ବୋଟ୍ ବୁଡ଼ି ଘଟଣାରେ ପ୍ରାଣ ହରାଇଥିବା 15 ଜଣ ପର୍ଯ୍ୟଟକଙ୍କ ପାର୍ଥିବ ଶରୀର। ହର୍ମୁଜ ପ୍ରଣାଳୀରେ ଇରାନ ଏବଂ ସେହି ଦେଶ ସହ ବାଣିଜ୍ୟିକ କାରବାର କରୁଥିବା ଜାହାଜଗୁଡ଼ିକ ଉପରେ ପୁନଃ ଅବରୋଧ ଲାଗୁ କରିବା ନେଇ ଆମେରିକା ରାଷ୍ଟ୍ରପତିଙ୍କ ଘୋଷଣା ଏବଂ ଭାରତ ଇଂଲଣ୍ଡ ମଧ୍ୟରେ ଆଜିଠାରୁ ଆରମ୍ଭ ହେଉଛି 3ଟିକିଆ ପୁରୁଷ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍। ଜାତିସଂଘ ପରିଷଦ ୟୁଏନ୍ଏସ୍ସିର 2028-29 କାର୍ଯ୍ୟକାଳ ପାଇଁ ଅସ୍ଥାୟୀ ସଦସ୍ୟ ଭାବେ ଭାରତ ନିର୍ବାଚନ ଲଢ଼ିବ। ଆନୁଷ୍ଠାନିକ ଭାବେ ଏଥିପାଇଁ ଭାରତ ପକ୍ଷରୁ ଅଭିଯାନ ଆରମ୍ଭ ହୋଇଛି। ନ୍ୟୁୟର୍କ ସ୍ଥିତ ଜାତିସଂଘ ମୁଖ୍ୟାଳୟରେ ଗତ ରାତିରେ ଭାରତର ପ୍ରାର୍ଥୀତ୍ୱକୁ ନେଇ ପଦକ୍ଷେପ ଆରମ୍ଭ ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ବିଶ୍ୱ ଶାନ୍ତି, ସୁରକ୍ଷା ଏବଂ ସମନ୍ୱିତ ବିକାଶକୁ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ଭାରତର ଶାନ୍ତି, ଆଦର୍ଶ, ବିଶ୍ୱାସ ଏବଂ ଅଖଣ୍ଡତା ଆଧାରିତ ଦୃଷ୍ଟିକୋଣ ସହାୟକ ହୋଇପାରିବ। ବିଶ୍ୱସ୍ତରରେ ବୃଦ୍ଧି ପାଉଥିବା ସଂଘର୍ଷ ଏବଂ ଅସ୍ଥିରତାର ପରିସ୍ଥିତିରେ ଜାତିସଂଘର ଭୂମିକା ପୂର୍ବାପେକ୍ଷା ଅଧିକ ଗୁରୁତ୍ୱ ବହନ କରୁଛି ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ଅସ୍ଥାୟୀ ସଦସ୍ୟ ପାଇଁ ଭାରତର ଯୋଗ୍ୟତା ଉପରେ ଆଲୋକପାତ କରି ଡକ୍ଟର ଜୟଶଙ୍କର ଜାତିସଂଘ ଶାନ୍ତି ମିଶନରେ ଭାରତର ଅବଦାନ ଉପରେ ମତ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି, ଏହି ମିଶନ କାର୍ଯ୍ୟକାରୀ ହେବା ପରଠାରୁ ଭାରତର ପ୍ରାୟ 3 ଲକ୍ଷ କର୍ମଚାରୀ 50ଟି ମିଶନରେ ଅଂଶଗ୍ରହଣ କରିଛନ୍ତି। ଏବେ ମଧ୍ୟ 10ଟି ଜାତିସଂଘ ମିଶନରେ ଭାରତର 4300ରୁ ଅଧିକ କର୍ମଚାରୀ କାର୍ଯ୍ୟରତ ଅଛନ୍ତି। ସମସ୍ୟାର ସମାଧାନ ପାଇଁ ଭାରତ ସର୍ବଦା ନିରନ୍ତର ଆଲୋଚନା ଏବଂ କୂଟନୈତିକ ପ୍ରୟାସକୁ ସମର୍ଥନ କରିଆସିଛି। ଦକ୍ଷିଣ ବିଶ୍ୱର ସ୍ଥିତିକୁ ସାମ୍ନାକୁ ଆଣିବା ପାଇଁ ଭାରତ ନିଜର ପ୍ରୟାସ ଜାରି ରଖିଛି। ଡକ୍ଟର ଜୟଶଙ୍କର କହିଛନ୍ତି, ସୁରକ୍ଷା ପରିଷଦରେ ଭାରତର ଉପସ୍ଥିତି ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାକୁ ଅଧିକ ସୁଦୃଢ଼ କରିବାରେ ସହାୟକ ହେବ। ଭାରତ ଯଦି ନିର୍ବାଚିତ ହୁଏ 2028ରୁ 2 ବର୍ଷ ପାଇଁ କାର୍ଯ୍ୟ କରିବ। ପୂର୍ବରୁ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ଭାରତ 8 ଥର କାର୍ଯ୍ୟ କରିସାରିଛି। ପଶ୍ଚିମବଙ୍ଗ ଉପକୂଳରୁ ବଙ୍ଗୋପସାଗରରେ ବୁଡ଼ିଯାଇଥିବା ଏକ ମାଛଧରା ଟ୍ରଲରକୁ ଉଦ୍ଧାର କରାଯାଇଛି। ଚଳିତ ମାସ ଆରମ୍ଭରୁ ଏହି ଟ୍ରଲରଟି ନିଖୋଜ ଥିବା ଜଣାପଡ଼ିଥିଲା। ଏଥିରେ 9 ଜଣ ମତ୍ସ୍ୟଜୀବୀଙ୍କର ମୃତ୍ୟୁ ହେବା ସହ 6 ଜଣ ଏବେ ମଧ୍ୟ ନିଖୋଜ ଥିବା ଜଣାପଡ଼ିଛି। ଗତ 2 ତାରିଖରୁ 15 ଜଣ ମତ୍ସ୍ୟଜୀବୀଙ୍କୁ ନେଇ ଏହି ଟ୍ରଲରଟି ଶଙ୍କରପୁର ସମୁଦ୍ର ବନ୍ଦରରୁ ମାଛ ଧରିବାକୁ ସମୁଦ୍ରକୁ ବାହାରିଥିଲା। 5 ତାରିଖ ପରଠାରୁ ଟ୍ରଲର ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ତଟରକ୍ଷୀ ବାହିନୀ, ଭାରତୀୟ ନୌସେନା ଏବଂ ରାଜ୍ୟ ସୁରକ୍ଷା ସଂସ୍ଥାଗୁଡ଼ିକର ମିଳିତ ସହଯୋଗରେ ରବିବାର ଦିନ ବଙ୍ଗୋପସାଗରରେ ବୁଡ଼ିଯାଇଥିବା ଏହି ଟ୍ରଲରଟିକୁ ଠାବ କରାଯାଇଛି। ଜାହାଜର କ୍ୟାବିନ୍ରୁ 9ଟି ନଷ୍ଟ ହୋଇଯାଇଥିବା ମୃତଦେହ ଉଦ୍ଧାର କରାଯାଇଛି। ସେଗୁଡ଼ିକୁ ଦକ୍ଷିଣ 24 ପରଗଣା ଜିଲ୍ଲାର ସୀତାରାମପୁରକୁ ଅଣାଯାଇଛି। ଚିହ୍ନଟ ପାଇଁ କଟାପୁକୁରୁ ମୋର୍ଗରେ ରଖାଯାଇଛି। ଡିଏନ୍ଏ ପରୀକ୍ଷଣ ମାଧ୍ୟମରେ ମୃତଦେହ ଚିହ୍ନଟ ପାଇଁ ପରିବାର ସଦସ୍ୟଙ୍କଠାରୁ ରକ୍ତ ନମୁନା ସଂଗ୍ରହ କରାଯାଇଛି। ପଶ୍ଚିମବଙ୍ଗ ରାଜ୍ୟ ମତ୍ସ୍ୟ ବିଭାଗ ମନ୍ତ୍ରୀ ରାଜେଶ ମହତୋ କହିଛନ୍ତି, ଡିଏନ୍ଏ ଚିହ୍ନଟ ଏବଂ ଆଇନଗତ ଔପଚାରିକତା ସମାପ୍ତ ହେବା ପରେ ମୃତ ଶରୀରଗୁଡ଼ିକୁ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ। ଏହି ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ପ୍ରତି ସେମାନେ ସମବେଦନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 2 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରାଯାଇଛି। ନିଟ୍ ୟୁଜି 2026 ପୁନଃ ପରୀକ୍ଷାର ଓଏମ୍ଆର୍ ସିଟ୍ ଛାତ୍ରଛାତ୍ରୀଙ୍କ ପାଇଁ ଏନ୍ଟିଏର ସରକାରୀ ୱେବ୍ସାଇଟ୍ nit.nta.nic.inରେ ଉପଲବ୍ଧ ରହିଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଛାତ୍ରଛାତ୍ରୀମାନେ ସେମାନଙ୍କର ଆବେଦନ ନମ୍ବର ବ୍ୟବହାର କରି ଏହାର ଲଗ୍ଇନ୍ କରିପାରିବେ। ସ୍କାନର ମାଧ୍ୟମରେ ପ୍ରସ୍ତୁତ ହୋଇଥିବା ଉତ୍ତର ସହିତ ସେମାନଙ୍କର ଉତ୍ତରଗୁଡ଼ିକୁ ତୁଳନା କରିବାକୁ ଏନ୍ଟିଏ ପରାମର୍ଶ ଦେଇଛି। ଅସମାନତା କ୍ଷେତ୍ରରେ ଛାତ୍ରଛାତ୍ରୀ ସେଠାରେ ଦର୍ଶାଯାଇଥିବା ବିକଳ୍ପକୁ ଚିହ୍ନଟ କରି ନିଜର ଦାବି ଉପସ୍ଥାପନ କରିପାରିବେ। ଏଥିପାଇଁ 200 ଟଙ୍କାର ଅଣଫେରସ୍ତ ଯୋଗ୍ୟ ପ୍ରକ୍ରିୟାକରଣ ଫି ଦାଖଲ କରିବାକୁ ପଡ଼ିବ। ଦାବି ଯଦି ଗ୍ରହଣୀୟ ହୁଏ ତେବେ ଫି ଫେରସ୍ତ କରାଯିବାର ବ୍ୟବସ୍ଥା ରହିଛି ବୋଲି ଏନ୍ଟିଏ କହିଛି। ଆସନ୍ତାକାଲି ପର୍ଯ୍ୟନ୍ତ ଏହି ସୁବିଧା ଉପଲବ୍ଧ ରହିଛି। ଛାତ୍ରଛାତ୍ରୀମାନେ ସୁବିଧା ପାଇଁ ଏନ୍ଟିଏ ପକ୍ଷରୁ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
ଭିଏତନାମର ଫୁ କ୍ୱିକ୍ ଦ୍ୱୀପ ନିକଟରେ ବୋଟ୍ ବୁଡ଼ି ଘଟଣାରେ ପ୍ରାଣ ହରାଇଥିବା 15 ଜଣ ଭାରତୀୟ ପର୍ଯ୍ୟଟକଙ୍କ ପାର୍ଥିବ ଶରୀର ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛି। ଭାରତୀୟ କୂଟନୈତିକ ମିଶନଗୁଡ଼ିକ ଭିଏତନାମ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା ମାଧ୍ୟମରେ ଏହି ପାର୍ଥିବ ଶରୀରଗୁଡ଼ିକୁ ହୋ ଚି ମିନ୍ ସିଟିରୁ ବିମାନ ଯୋଗେ ମୁମ୍ବାଇକୁ ଅଣାଯାଇଛି। ପାର୍ଥିବ ଶରୀରକୁ ସେମାନଙ୍କ ଜନ୍ମଭୂମିକୁ ପରିବହନ ଏବଂ ପରିବାରବର୍ଗଙ୍କୁ ହସ୍ତାନ୍ତର ନେଇ ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ କେରଳ ରାଜ୍ୟ ସରକାରଙ୍କ ସହ ସମନ୍ୱୟ ରକ୍ଷା ମାଧ୍ୟମରେ ପଦକ୍ଷେପ ଗ୍ରହଣ କରାଯାଉଛି। ଦୁର୍ଘଟଣା ପରେ ଉଦ୍ଧାର, ଚିହ୍ନଟ ଏବଂ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟାରେ ସହଯୋଗ ପ୍ରଦାନ କରିଥିବାରୁ ଭିଏତନାମ କର୍ତ୍ତୃପକ୍ଷଙ୍କୁ ସେଠାରେ ଥିବା ଭାରତୀୟ ଦୂତାବାସ କୃତଜ୍ଞତା ଜଣାଇଛି। ଗତ ଶୁକ୍ରବାର ଘଟିଥିବା ଏହି ବୋଟ୍ ବୁଡ଼ି ଘଟଣାରେ 15 ଜଣ ପର୍ଯ୍ୟଟକଙ୍କର ମୃତ୍ୟୁ ହେବା ସହ 17 ଜଣଙ୍କୁ ଉଦ୍ଧାର କରାଯାଇଥିଲା। ବୋଟ୍ଟିରେ 32 ଜଣ ଭାରତୀୟ ପର୍ଯ୍ୟଟକ ଏବଂ 4 ଜଣ କ୍ରୁ ସଦସ୍ୟ ରହିଥିଲେ। ଉଦ୍ଧାର ପାଇଥିବା ପର୍ଯ୍ୟଟକଙ୍କ ମଧ୍ୟରୁ 16 ଜଣ ଭାରତ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଜଣେ ପର୍ଯ୍ୟଟକ ଭିଏତନାମ ଡାକ୍ତରଖାନାରେ ଏବେ ଚିକିତ୍ସାଧୀନ ଅଛନ୍ତି। ହର୍ମୁଜ୍ ପ୍ରଣାଳୀରେ ଇରାନ ଜାହାଜଗୁଡ଼ିକ ଉପରେ ଆମେରିକା ପୁନଃ ଅବରୋଧ ବ୍ୟବସ୍ଥା ଲାଗୁ କରିବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି। ସାମୁଦ୍ରିକ ସୁରକ୍ଷା ଖର୍ଚ୍ଚ ଭରଣ କରିବା ପାଇଁ ଏହି ଜଳପଥରେ ମାଲ ପରିବହନ କରୁଥିବା ଜାହାଜଗୁଡ଼ିକ ଉପରେ 20% ଶୁଳ୍କ ଲାଗୁ କରିବା ନେଇ ସେ ଘୋଷଣା କରିଛନ୍ତି। ଟ୍ରୁଥ୍ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, ଏହି ଅବରୋଧ କେବଳ ଇରାନ ଏବଂ ସେହି ଦେଶ ସହିତ ବାଣିଜ୍ୟ କାରବାର କରୁଥିବା ଜାହାଜଗୁଡ଼ିକ ପାଇଁ ପ୍ରଯୁଜ୍ୟ ହେବ। ଶ୍ରୀ ଟ୍ରମ୍ପ କହିଛନ୍ତି, ହର୍ମୁଜ୍ ପ୍ରଣାଳୀ ଏବେ ମଧ୍ୟ ଉନ୍ମୁକ୍ତ ରହିଛି ଏବଂ ଅନ୍ୟ ଦେଶର ବାଣିଜ୍ୟିକ କାରବାର ପାଇଁ ପଥ ଉନ୍ମୁକ୍ତ ରହିବ। ଆମେରିକୀୟ ସେନା କହିଛି, ଆଜି ରାତିରୁ ଇରାନ ବନ୍ଦରଗୁଡ଼ିକରେ ଅବରୋଧ ପୁନଃ ଆରମ୍ଭ କରାଯିବ। ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ଉପରେ ଇରାନର ଆକ୍ରମଣ ପରିପ୍ରେକ୍ଷୀରେ ଆମେରିକା ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଇରାନର ଅନେକ ଲକ୍ଷ୍ୟସ୍ଥଳୀ ଉପରେ ଆମେରିକା ଆକ୍ରମଣ କରିଛି। ଏହାର ଜବାବରେ ବାହାରିନ୍, ଓମାନ ଏବଂ କୁଏତ୍ ସମେତ ମଧ୍ୟପ୍ରାଚ୍ୟର ବିଭିନ୍ନ ରାଷ୍ଟ୍ରରେ ଥିବା ଆମେରିକୀୟ ସେନାଘାଟିଗୁଡ଼ିକ ଉପରେ ତେହେରାନ ପକ୍ଷରୁ ପ୍ରତିଶୋଧମୂଳକ ଆକ୍ରମଣ କରାଯାଇଛି। ହର୍ମୁଜ୍ ପ୍ରଣାଳୀ ଉପରେ ଇରାନ ନିଜର କର୍ତ୍ତୃତ୍ୱକୁ ଦାବି କରିବା ସହିତ ଆମେରିକାର ପଦକ୍ଷେପକୁ ପ୍ରତ୍ୟାଖ୍ୟାନ କରିଛି। ଇରାନର ସରକାରୀ ଗଣମାଧ୍ୟମ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସେଠାକାର କେନ୍ଦ୍ରୀୟ ମୁଖ୍ୟାଳୟର ମୁଖପାତ୍ର ବ୍ରିଗେଡିୟର ଜେନେରାଲ ଇବ୍ରାହିମ୍ ଜୋଲପାଘାରି କହିଛନ୍ତି, କୌଣସି ପରିସ୍ଥିତିରେ ଇରାନ ହର୍ମୁଜ୍ ପ୍ରଣାଳୀର ପରିଚାଳନାରେ ଆମେରିକାର ହସ୍ତକ୍ଷେପକୁ ଗ୍ରହଣ କରିବ ନାହିଁ। ଆମେରିକୀୟ ସେନାକୁ ପରିଚାଳନାଗତ ସମର୍ଥନ ପ୍ରଦାନ କରୁଥିବା ଦେଶଗୁଡ଼ିକୁ ଇରାନ ବିରୁଦ୍ଧରେ ଯୁଦ୍ଧ କାର୍ଯ୍ୟରେ ସାମିଲ ଥିବା ନେଇ ବିବେଚନା କରାଯିବ ବୋଲି ମୁଖପାତ୍ର ଜୋଲପାଘାରି ଚେତାବନୀ ଦେଇଛନ୍ତି। ଆନ୍ତର୍ଜାତିକ ଜାହାଜ ଚଳାଚଳ ତଦାରଖ କରୁଥିବା ଜାତିସଂଘର ସଂସ୍ଥା ଏବଂ ଅନ୍ତର୍ଜାତୀୟ ସାମୁଦ୍ରିକ ସଂଗଠନ କହିଛି, ଟ୍ରମ୍ପଙ୍କ ଏହି ପ୍ରସ୍ତାବ ବିଷୟରେ ଅଧିକ ସୂଚନା ଜାଣିବାକୁ ଚେଷ୍ଟା ଜାରି ରହିଛି। ତେବେ ଆନ୍ତର୍ଜାତିକ ଜଳପଥ ଦେଇ ଟୋଲ୍ ଆଦାୟକୁ ସେମାନେ ବିରୋଧ କରିଛନ୍ତି। ବିଶ୍ୱ ଦୃଶ୍ୟଶ୍ରାବ୍ୟ ଏବଂ ମନୋରଞ୍ଜନ ସମ୍ମିଳନୀ ୱେବ୍ସ 2027 ପାଇଁ ଭାରତର ପ୍ରସ୍ତୁତ ଶୀର୍ଷକ ଦ୍ୱିତୀୟ ପର୍ଯ୍ୟାୟ ପ୍ରତିଯୋଗିତା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତାବ ଆମନ୍ତ୍ରଣ କରାଯାଇଛି। ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ରରେ ସୃଜନଶୀଳତାକୁ ଚିହ୍ନଟ କରିବା, ସେମାନଙ୍କୁ ପ୍ରୋତ୍ସାହିତ ତଥା ଦକ୍ଷତା ବୃଦ୍ଧି ଓ ପ୍ରସ୍ତୁତ ପ୍ରସଙ୍ଗକୁ ପ୍ରଦର୍ଶନ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। କୃତ୍ରିମ ବୁଦ୍ଧିମତ୍ତା, ଡିଜିଟାଲ ଗଣମାଧ୍ୟମ ଏବଂ ଅନ୍ୟାନ୍ୟ ପ୍ରଯୁକ୍ତିବିଦ୍ୟା ଆଧାରିତ ସୃଜନ କ୍ଷେତ୍ର ସହିତ ଗଣମାଧ୍ୟମ ଏବଂ ମନୋରଞ୍ଜନ ଆଦିରେ ସହଯୋଗ ପାଇଁ ଏହି ପଦକ୍ଷେପ ସୁଯୋଗ ସୃଷ୍ଟି କରିବ ବୋଲି ମନ୍ତ୍ରଣାଳୟ କହିଛି। ଭାରତ ଇଂଲଣ୍ଡ ମଧ୍ୟରେ ଆଜିଠାରୁ 3ଟିକିଆ ପୁରୁଷ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆରମ୍ଭ ହେଉଛି। ବାର୍ମିଂହାମ୍ର ଏଜବାଷ୍ଟନ୍ଠାରେ ପ୍ରଥମ ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ 3:30ଟାରେ ଆରମ୍ଭ ହେବ। ବିରାଟ କୋହଲି, ରୋହିତ ଶର୍ମା ଏବଂ ଯଶପ୍ରୀତ ବୁମରା ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। 21 ବର୍ଷରୁ କମ୍ ଭାରତୀୟ ମହିଳା ହକି ଦଳ ଆଜି ବେଲ୍ଜିୟମ୍ ବିପକ୍ଷରେ ଖେଳିବ। ବ୍ରିଟେନ୍ ଗସ୍ତରେ ଥିବା ଏହି ଦଳ ଇଂଲଣ୍ଡର ଲିସେଲାଲ୍ ନ୍ୟାସନାଲ୍ ସ୍ପୋର୍ଟସ୍ ସେଣ୍ଟରଠାରେ ଏହି ଅନ୍ତିମ ମ୍ୟାଚ୍ ଖେଳିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଜାତିସଂଘ ପରିଷଦରେ ଅସ୍ଥାୟୀ ସଦସ୍ୟ ଭାବେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତି ଆରମ୍ଭ କଲା ଭାରତ। ବଙ୍ଗୋପସାଗରରେ ପଶ୍ଚିମବଙ୍ଗର ମାଛଧରା ଟ୍ରଲର ବୁଡ଼ି ଘଟଣାରେ 9 ଜଣଙ୍କର ମୃତ୍ୟୁ, 6 ଜଣ ନିଖୋଜ। ଭାରତକୁ ପ୍ରତ୍ୟାବର୍ତ୍ତନ କଲା ଭିଏତନାମ ବୋଟ୍ ବୁଡ଼ି ଘଟଣାରେ ପ୍ରାଣ ହରାଇଥିବା 15 ଜଣ ପର୍ଯ୍ୟଟକଙ୍କ ପାର୍ଥିବ ଶରୀର। ହର୍ମୁଜ୍ ପ୍ରଣାଳୀରେ ଇରାନ ଏବଂ ସେହି ଦେଶ ସହ ବାଣିଜ୍ୟିକ କାରବାର କରୁଥିବା ଜାହାଜଗୁଡ଼ିକ ଉପରେ ପୁନଃ ଅବରୋଧ ଲାଗୁ କରିବା ନେଇ ଆମେରିକା ରାଷ୍ଟ୍ରପତିଙ୍କ ଘୋଷଣା ଏବଂ ଭାରତ ଇଂଲଣ୍ଡ ମଧ୍ୟରେ ଆଜିଠାରୁ ଆରମ୍ଭ ହେଉଛି 3ଟିକିଆ ପୁରୁଷ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।